ଆଜିର ଅନୁଚିନ୍ତା ଛୋଟ କଥା ବଡ଼ ବିଚାର। ଜଣେ ବଦାନ୍ୟ ବଣିକ ଥିଲେ। ଥରେ ତାଙ୍କ ପତ୍ନୀ ତାଙ୍କୁ କହିଲେ, ଯେଉଁ ଘୋଡ଼ା ପିଠିରେ ବସି ତୁମେ ଯିବା ଆସିବା କରୁଛ ତାର ହାଉଦାଟିକୁ ଦେଖିଲଣି? ହାଉଦା ମାନେ ହେଉଛି ଆମେ ଘୋଡ଼ା ଉପରେ ବସି ଯେବେ ଯିବା ଆସିବା କରୁ ତା ଉପରେ ଗୋଟେ ଆସନ ପରି ବିଛାଉ, ତାକୁ ହାଉଦା କୁହାଯାଏ। ତାହା କୋତରି ଯାଇ ଛିଣ୍ଡି ପଡ଼ିବା ଅବସ୍ଥାରେ। ବର୍ଷ ବର୍ଷ ଧରି ତାହା ସେମିତି ଅବସ୍ଥାରେ ଥିଲେ ବି ତୁମେ ତାକୁ ବଦଳାଉ ନାହଁ, ତା ଉପରେ ବସି ବୁଲାବୁଲି କରୁଛ। ତୁମର ଏ ହାବଭାବକୁ ଦେଖି ଲୋକେ ତୁମକୁ କୃପଣ ବୋଲି କହି ହସୁଥିବେ। ବଣିକ ପତ୍ନୀକୁ କହିଲେ, ତୁମେ ଯାହା କହୁଛ ସତ। ଏକା ତୁମେ ନୁହେଁ, ଅନେକ ଲୋକ ମୋତେ ସେଇ କଥା କହିଲେଣି। କିନ୍ତୁ ମୋର ଏ ପ୍ରକାର ହାବଭାବ ପଛରେ ଗୋଟେ ଛୋଟିଆ ଦର୍ଶନଟିଏ ଅଛି। ଏବେ ବୁଝାଇ ଦେଉଛି ଶୁଣ। କଥା ହେଲା, ଏଇ ହାଉଦା ଉପରେ ମୋ ବାପା ବି ବସୁଥିଲେ ଏବଂ ଏବେ ମୁଁ ବସୁଛି। ଏହା ଅତି ପୁରୁଣା ହୋଇ କୋତରି ଯାଇଥିବାରୁ କେବଳ କିଛି ମାତ୍ର କ୍ଷୟ ଯୋଗୁଁ ତାହା ସ୍ଥାନରେ ରହି ଆମ କାମରେ ଆସୁଛି। କିନ୍ତୁ ଦେଖ, କେତେ ବର୍ଷ ହେଲାଣି ଏମିତି କ୍ଷୟରେ ଲାଗି ତାହା ମୋ କାମରେ ଆସିଲାଣି। ତେଣୁ ତା ପ୍ରତି ମୋର ସମ୍ମାନ ବଢ଼ିଯାଇଛି। ମୁଁ ତାକୁ ପ୍ରତିଦିନ କହେ, ତୁମେ ବେଶ୍ ଧୈର୍ଯ୍ୟବାନ। ଏତେ କାଳ ସେବାରେ ଲାଗି ବି ତୁମେ ପୁରା ଥକି ଯାଇନାହଁ। ମୁଁ କେମିତି ତୁମର ହତଦାର କରିପାରିବି? କେମିତି ତୁମକୁ ପରିତ୍ୟାଗ କରି ନୂଆ ହାଉଦାଟିଏ କିଣିବି? ତେଣୁ ତା ପିଠିରୁ ଓହ୍ଲାଇବା ପରେ ଏ ଜରାଜୀର୍ଣ୍ଣ ହାଉଦାକୁ ନମସ୍କାର କରେ। ବଣିକଙ୍କ ପତ୍ନୀ କହିଲେ, ସତେ ତ, ତୁମର ଏ ଛୋଟିଆ କଥା ପଛରେ କି ବଡ଼ ବିଚାର ରହିଛି। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।